ବୁଦ୍ଧି ଥିଲେ ଉପାୟ ମିଳେ। ଥରେ ଘରମଣି ଜଙ୍ଗଲରେ ଚରୁ ଚରୁ ବାଟବଣା ହୋଇଗଲା। ହଠାତ୍ ତା ସାମ୍ନାରେ ମହାବଳ ବାଘ ହାଜର ହୋଇଗଲା। ଘରମଣିକୁ କହିଲା, ମୁଁ ତତେ ଖାଇବି। ଘରମଣି ବହୁତ ଡରିଗଲା, ହେଲେ ବୁଦ୍ଧି ଖଟାଇ ଏକ ଉପାୟ ପାଞ୍ଚିଲା। ବାଘକୁ କହିଲା, ଆପଣ ହେଲେ ରାଜା, କେତେ ଜୀବଜନ୍ତୁ ଖାଇ ମୁହଁ ଦାନ୍ତ ଅସନା ହୋଇଯାଇଥିବ। ଆପଣ ଯାଆନ୍ତୁ, ପ୍ରଥମେ ଝରଣା ପାଣିରେ ମୁହଁ ଧୋଇବେ ଏବଂ ଝରଣା କୂଳର ମୁଗୁନି ପଥରରେ ଦାନ୍ତକୁ ପଜେଇ ଆସି ମୋତେ ଖାଇବେ। ଠିକ୍ କହିଲୁ, କହି ବାଘ ଯେମିତି ଝରଣା କୂଳକୁ ଯାଇଛି, ଘରମଣି ଛୁ ମାରିଲା। ହେଲେ ଯାଉ ଯାଉ ସନ୍ଧ୍ୟା ହୋଇଗଲା ଏବଂ ଘରମଣି ଗୋଟିଏ ଗୁମ୍ଫାରେ ଆଶ୍ରୟ ନେଲା। ସେଇଟା ଥିଲା ସିଂହର ଘର। ସିଂହ ଯେମିତି ଗୁମ୍ଫାରେ ପଶିଛି ଦେଖିଲା, ଅନ୍ଧାରରେ ଆଖି ଦୁଇଟି ଚିକ୍ ଚିକ୍ କରୁଛି। ଗର୍ଜନ କରି ପଚାରିଲା, କିଏ ରେ ତୁ? ଘରମଣି ଭାବିଲା, ଏବେ ନିଶ୍ଚୟ ଜୀବନ ଯିବ। ତଥାପି ଏଥର ମଧ୍ୟ ସାହସ ସଞ୍ଚୟ କରି କହିଲା, ମୁଁ ଧପଧପ ରାଜା, ମୋ ଶିଙ୍ଗ ଦିଟା ଗୋଜା, ଏକ ଶିଙ୍ଗରେ ଗଛକୁ ଭାଙ୍ଗେ, ଦ୍ୱିତୀୟ ଶିଙ୍ଗରେ ସିଂହକୁ ମାରେ। ଏହା ଶୁଣି ସିଂହ ପ୍ରାଣ ବିକଳରେ ସେଠାରୁ ଯାଇ ଆଉ 5ଟା ସିଂହକୁ ଧରି ଆସିଲା। ତାଙ୍କ ଗର୍ଜନରେ ଗୁମ୍ଫା ଥରି ଉଠାଏ। ଘରମଣି ଛାତିକୁ ଦମ୍ଭ କରି କହିଲା, ଏ ସିଂହ ତୋତେ 10ଟା ସିଂହ ଆଣିବୁ କହିଥିଲି, ତୁ କ'ଣ 5ଟା ଆଣିଛୁ? ଆସ ତୋତେ ଆଗ ଖାଇବି। ଏହା ଶୁଣି ସିଂହମାନେ ଭାବିଲେ, ଏଇ ସିଂହ ଆମକୁ ଏଠିକୁ ମାରିବା ପାଇଁ ଆଣିଛି। ଯିଏ ଯେଉଁଆଡ଼େ ପାରିଲେ ପ୍ରାଣ ବିକଳରେ ଧାଇଁଲେ। ସକାଳ ହେବାରୁ ଘରମଣି ଘରକୁ ଫେରିଲା। ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଘରମଣି ନିଜଠାରୁ ଶକ୍ତିଶାଳୀ ଜନ୍ତୁଠାରୁ ମଧ୍ୟ ନିଜ ଜୀବନ ବଞ୍ଚାଇ ପାରିଲା।